ଦିନେ ମୁଁ ତା ସହ ଏମିତି କଥା ହଉ ପଚାରିଦେଲି କି ଆମ ଦି ଜଣକ କାଷ୍ଟ ଅଲଗା, ଯଦି ଘର ଲୋକ ରାଜି ନହେଲେ ତ କଣ କରିବା। ମତେ କହିଲା କି ସବୁ ତମ ମୋ ଉପରେ ଛାଡିଦିଅ, ମୁଁ କିଛି ବି କରିକି ଘର ଲୋକଙ୍କୁ ରାଜି କରେଇ ନେବି। ତଥାପି ମୁଁ କହିଲି କି ଯଦି ମନା କଲେ ତ ଆଉ କୋଉଠି ତ ବାହାଘର କରେଇବେ ଯଦି ଜବରଦସ୍ତି। ମତେ କହିଲା କି ମୁଁ ଛୋଟ ପିଲା ନୁହଁ, ମତେ ନେଇ ବେଦିରେ ବସେଇଦେବେ, ମରିଯିବି ପଛେ ତମକୁ ଛାଡି ଆଉ କାହାର ହେଇପାରିବେନି। ଆଜି ସେ ସବୁ ଭାବିଲେ ବହୁତ ହସ ଲାଗେ। ଆଉ ତାପରେ ମୁଁ ଲେଖିଥିଲି କି ତା ମଥାରେ ସେଇ ନାଲି ସିନ୍ଦୁର ଦେଖିଲେ ମୁଁ ମୋ ପ୍ରେମକୁ ରଙ୍ଗହୀନ ଭାବେ, ତା ହାତରେ ଶଙ୍ଖା ଦେଖିଲେ ନିଜକୁ ଅଭାଗା ବୋଲି ଭାବେ, ଆଉ ଯେତେବେଳେ ତା ସହ ଆଉ କାହାକୁ ଦେଖେ ମୁଁ ବଞ୍ଚି ଥାଉ ଥାଉ ମରିଗଲା ବୋଲି ଭାବେ।